କନ୍ଧମାଳର କବି ସ୍ୱପ୍ନ କୁମାର ତ୍ରିପାଠୀଙ୍କ ରଚନା ତୁମ ବେଦୀର ଉପଚାର। ଭଙ୍ଗା କୁଡ଼ିଆରେ ବେଦୀ ସଜେଇଛି ମୋ ବନ୍ଧୁ ଚକାର, ନୂଆ ପଲିଥିନ୍ଟେ କିଣି ଆଣିଛି ଆସିବ ବରଷା ଧାର। ବରଷା ଭିଜିଲେ ଜର ହୋଇଯିବ, ପାଚନ ଦରକାର, ଦୁଃଖ କରିବେ ମୋ କାଳୁଧନ, ଶୁଣିବେନି କଥା ମୋର। ପିଲା କାଳରୁ ମୁଁ ଭାବ ବାନ୍ଧିଛି, ପାଠ ହେଲାନି ମୋର, ମୁଣ୍ଡିଆ ମାରି ମୁଁ ପରୀକ୍ଷାକୁ ଯାଏ, ମୋ ପେନ୍ ହୁଏ ତତ୍ପର। ଫେଲ୍ ହେଇନି କେବେ ହେଲେ ମୁଁ, ସବୁ ମୋ ବନ୍ଧୁ ଦୟାରୁ, ଜଣାଣ ପୁରାଣ ମୋ ପାଟି ଅଗରେ ଖୋଲିଯାଏ ଅନ୍ତରରୁ। ନିଇତି ଖାଦ୍ୟ ମୋ ପେଟ ଲାଗି ଯୋଗେଇ ଦିଅନ୍ତି ବନ୍ଧୁ, ରାତିର ଚିନ୍ତା ସକାଳେ ନଥାଏ, ସିଏ ମୋ କରୁଣା ସିନ୍ଧୁ। ନିଇତି ପୂଜା ମେଳା ଉପଚାର, ବ୍ରାହ୍ମଣକୁ ଡକରା, ଯଜମାନ ଦୟାରୁ ଏ ଜୀବନ ଚଳେ, ମୁଁ ଜାଣିନି ଖରା କି ତରା। ମୁଁ ତାଙ୍କ ସେବକ ସିଏ ମୋ ମାଲିକ, ନିଇତି ଭାବର ଡୋର, ଦୁଃଖ ସୁଖ ମୁଁ ନିଇତି ସାଉଁଟେ, ଚକ୍ଷୁ ଲୁହ ଉପଚାର। ମୋ ଚକ୍ଷୁରୁ ଲୁହ ଗଡ଼ିଗଲେ ବନ୍ଧୁଙ୍କ ମନ ଅସ୍ଥିର, କାହିଁକି କେଜାଣି ଏତେ ପ୍ରେମ ଭାବ ଆମ ଦୁହିଁଙ୍କ ଭିତର। ବନ୍ଧୁକୁ ମୁଁ କେବେ ପଚାରେ, ବନ୍ଧୁ ମୁଁ ତ ନୁହେଁ ସୁଦାମା, ତଥାପି ବନ୍ଧୁ ତୁମ କରୁଣା ଆଧାର ହୁଏ ନାହିଁ କେବେ ଊଣା। ଦିନେ ମୁଁ କହେ ହେ ବନ୍ଧୁ ସଖା, ଯେବେ ମୁଁ ମରିଯିବି, ତୁମ ସ୍ୱରଗ ଦୁଆରେ ଥାନ ଦେବ ନା, ନହେଲେ କୁଆଡ଼େ ଯିବି। ଫୁଲ ଖସିଯାଏ ବନ୍ଧୁଙ୍କ ମଥାରୁ, ବୋଧେ ତାଙ୍କୁ ଲାଗେ ଦୁଃଖ, ତାଙ୍କ ବେଦୀଟା ଓଦା ଓଦା ଦିଶେ, ଲୁହରେ ସେ ଅଭିଭୂତ। କହିଦିଏ ମୁଁ ଦୁଃଖ କଲ ବନ୍ଧୁ, ସଂସାର ତ ଜନ୍ମ ମୃତ୍ୟୁର, ମୋ ଜାଗାଟା ଆଉ କିଏ ନେବ, ତୁମ ବେଦୀ ହେବ ଉପଚାର। ଧନ୍ୟବାଦ।